ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଫ୍ରମ୍ ଭୁବନେଶ୍ୱର, ଓଡ଼ିଶା। ଆଜି ଗୋଟେ ବହୁତ ଇଣ୍ଟରେଷ୍ଟିଂ ଟପିକ୍ ଉପରେ ମୁଁ ଆପଣଙ୍କୁ କହିବି। ବହୁତ ରେୟାର ଟପିକ୍ ଅଫ୍ ଜ୍ୟୋତିଷ, ସେ ହେଲା ଚକ୍ର। ଜ୍ୟୋତିଷରେ ଚକ୍ରର ୟୁଜ୍। ଚକ୍ର ହେଲା କ'ଣ ନା, ନର୍ମାଲି ଚକ୍ର କହିଲେ ଆପଣମାନେ ଗୋଚର ବୋଲି ଜାଣିଥିବେ। ଭିଡ଼ିଓଟା ବେସିକାଲି ଜ୍ୟୋତିର୍ବିଦ ବନ୍ଧୁମାନଙ୍କୁ ମୁଁ ଆଡ୍ରେସ୍ କରୁଛି। ଗୋଚର ଜାଣିଥିବେ ବା ଆଜିକା ଡେଟ୍ରେ ଗ୍ରହମାନଙ୍କ ଚଳନ କେଉଁଠି କ'ଣ ଅଛି, ତାର ଆଉ ଟିକେ ଡିପ୍ ଦେଖିବାଟା ହେଲା ଚକ୍ର। ଚକ୍ରରେ ଆମେ ଗୋଟେ ଗ୍ରହର କେଉଁ ନକ୍ଷତ୍ରରେ ସେଟା ଅଛି ଆମେ ଦେଖୁ। ଏଠି ଆପଣ ଦେଖିଦେଲେ ଗ୍ରହ କେତେ ରାଶିରେ ଅଛି। ଚନ୍ଦ୍ର ଆପଣଙ୍କର କର୍କଟରେ ଅଛି, ସରିଲା। ତ ଆଜି କର୍କଟ ରାଶି କେଉଁ ନକ୍ଷତ୍ରରେ ଅଛି ଆପଣ ଦେଖିଲେ, କିନ୍ତୁ ଆପଣ ଗୋଟେ ଗୋଚର କହିଲେ ନର୍ମାଲି କେଉଁ ହାଉସ୍ରେ ଅଛି ନର୍ମାଲି ଆପଣ ନେଇଗଲେ ନର୍ମାଲି। କିନ୍ତୁ ଚକ୍ର ଗୁଡ଼ାକରେ ସବୁବେଳେ ନକ୍ଷତ୍ରକୁ ଆଡ୍ରେସ୍ କରାଯାଏ ଏବଂ ଗ୍ରହମାନଙ୍କର ପ୍ଲେସମେଣ୍ଟ ସେଠି କରାଯାଏ। ଗୋଟେ ଉଦାହରଣ ଦେବା, ଯେମିତି ମୁଁ ଯାହା ଉପରେ ବିଶ୍ୱାସ କରେ ସେଟା ହେଲା କୋଟ ଚକ୍ର, ଆଉ ଗୋଟେ କୁହେ ଗଜ ଚକ୍ର। ସୋ କୋଟ ଚକ୍ର କ'ଣ, ଯେତେବେଳେ ଗୋଟେ ଚକ୍ରଟା ଆମେ ତିଆରି କରିବା ଯେଉଁଟାକି 4ଟା ସ୍କୋୟାର ହେଇଥିବ ଏବଂ ସେ 4ଟା ସ୍କୋୟାରରେ ଆମେ ପ୍ରତି ଘରେ 7ଟା ନକ୍ଷତ୍ର ବସେଇକି 7×28ଟା କରିବା ଏବଂ ତାପରେ ଦେଖିବା ଗ୍ରହମାନେ ସେଇଦିନ କେଉଁ ନକ୍ଷତ୍ର ଉପରେ କେଉଁଠି ଅଛନ୍ତି। କହି ରଖୁଛି କୋଟ ଚକ୍ରକୁ ଏକ୍ସପ୍ରେସ୍ କରିବା ପାଇଁ ମୋତେ ଅଧଘଣ୍ଟା ଦରକାର। କୋଟ ମାନେ ଦୁର୍ଗରୁ କେମିତି ସେଟା କରାହେଲା ଛାଡ଼ନ୍ତୁ, ମୁଁ କହିବା କଥା ଯେ ଏଇଟା ହେଲା ଗୋଟେ ପ୍ରକାର ଚକ୍ର ଯେଉଁଠିକି ନକ୍ଷତ୍ର ଗୁଡ଼ା ବସା ହେଲା। ଗଜ ଚକ୍ର, ହାତୀ ଭଳିଆ ଗୋଟେ ଷ୍ଟ୍ରକ୍ଚର ତିଆରି କରିବେ। ହାତୀ ଦାନ୍ତ ପାଖକୁ ନକ୍ଷତ୍ରଟା ବସେଇ ଦେଇକି ଯିବେ। କେଉଁ ଜାଗାରେ ଆପଣଙ୍କର କେଉଁ ଗ୍ରହ ଚାଲୁଛି ସେ ଅନୁସାରେ ଆପଣ ଫଳିତ ଜ୍ୟୋତିଷ କରିବେ। 99% ଜ୍ୟୋତିଷ ଚକ୍ର ଦେଖନ୍ତି ନାହିଁ। ତାର 2ଟା କାରଣ ଅଛି। ପ୍ରଥମ କାରଣଟି ହେଲା ଅଜ୍ଞାନ, ଦେଖିବା ଜଣା ନାହିଁ। ଦ୍ୱିତୀୟ ଜିନିଷଟି ହେଲା ଦେଖିବାର ଆବଶ୍ୟକତା ହିଁ ପଡ଼େ ନା। ଚକ୍ର ଆପଣ ବେସିକାଲି ଆଗରୁ ମୈଦିନ ଜ୍ୟୋତିଷରେ ଥିଲା। ଚକ୍ରଟା ପ୍ରାୟ ମୈଦିନ ଜ୍ୟୋତିଷକୁ ହିଁ ଦର୍ଶାଏ। ଆଜି ଏଇ ଗ୍ରହ ଏଇ ନକ୍ଷତ୍ରରେ ଅଛି କ'ଣ ଆମେ ଦେଖିବା, କିନ୍ତୁ ପରେ ସେଟା ଗୋଟେ ଇଣ୍ଡିଭିଜୁଆଲ୍ ଜାତକରେ ଆପ୍ଲାଏ କରାଗଲା। ଯେମିତି ମୁଁ ଗଜ ଚକ୍ର କହିଲି, ସେଟା ଯୁଦ୍ଧ ପାଇଁ ଦେଖାଯାଏ। କୋଟ ଚକ୍ର ଗୋଟେ ଲୋକ ବଞ୍ଚିବ ମରିବ ସେଟା ଦେଖାଯାଏ। ଗୋଟେ ଲୋକ ପଲିଟିକାଲ ଷ୍ଟାଚୁର ହେବ କି ନାହିଁ ସେଟା ଗୋଟେ ସିଂହାସନ ଚକ୍ରରୁ ଜଣାପଡ଼େ। ସିଂହାସନ ଚକ୍ର ଡେଭଲପ୍ କରିଥିଲେ ନରପତି ବୋଲି ଜଣେ ରାଜା। ଆମର କି ବହିଟା ଅଛି ଭୁଲି ଯାଉଛି, ନରପତି। ତ ସିଂହାସନ ଆକାରରେ ଗୋଟେ ଚକ୍ର ଆପଣ କରିକି ସେଥିରେ ନକ୍ଷତ୍ରମାନଙ୍କୁ ପ୍ଲେସମେଣ୍ଟ କରିକି କେଉଁ ଗ୍ରହ କେଉଁ ଜାଗାରେ ରହୁଛି ଦଶା ଦେଖିବେ, ଗ୍ରହର ପ୍ଲେସମେଣ୍ଟ ଦେଖିକି ଫଳିତ କରିବେ। ତ ଚକ୍ର ଯଦି ଆପଣ ଗୋଟେ ଜ୍ୟୋତିଷରେ ଆପ୍ଲାଏ କରୁଛନ୍ତି, ତାଠୁ ଆଉ ଆଡ଼ଭାନ୍ସ ଜିନିଷ କିଛି ନାହିଁ। ପ୍ରଥମେ ଆସିଲା ଆପଣଙ୍କର ଦଶା ପରେ ଆସିଲା ଗୋଚର ପରେ ଦଶା ମାନେ ପୁରା ପଳେଇଯିବେ, ପ୍ରାଣ ଦଶା, ସୂକ୍ଷ୍ମ ଦଶା, ତାପରେ ଆସିଲା ଗୋଚର, ତାପରେ ଆସିଲା ଚକ୍ର। ଗୋଟେ ସାମାନ୍ୟ ଉଦାହରଣ ଦେଇକି ବୁଝେଇ ଦେଉଛି। କୋଟ ଚକ୍ରଟା ଆମେ ଦେଖିବା ଯେ ଲୋକଟା ଆଜି ବଞ୍ଚିବ କି ମରିବ, କୋର୍ଟ କେସ୍ରେ ହାରିବ କି ଜିତିବ, ଇତ୍ୟାଦି ଇତ୍ୟାଦି। ଆପଣ ଦେଖିଲେ ସେ ଲୋକର ପ୍ରାଣ ଦଶା ପଡ଼ୁଛି ଷଷ୍ଠେଶ୍ୱର ଏବଂ ଆଜି ଷଷ୍ଠ ଅଧିପତି ଚନ୍ଦ୍ର ଠାରୁ ଷଷ୍ଠରେ ଗୋଚର କରୁଛନ୍ତି। ଏବଂ ଚକ୍ର ଯଦି ଆମେ କୋଟ ଚକ୍ର କରିବା ତାହେଲେ ଷଷ୍ଠ ଅଧିପତି କୋଟ ଚକ୍ରରେ ଗୋଟେ ବାହ୍ୟ ଯେଉଁଟାକି ଗୋଟେ ଭଲ ଜାଗା ନୁହେଁ, ଅନପ୍ରୋଟେକ୍ଟେଡ୍ ଏରିଆ, ସେଇଠି ଅଛନ୍ତି। ଯଦି ଆମେ 3 ଦିନର ଆଗକୁ କୋଟ ଚକ୍ର କରିବା ଦଶା ବଦଳି ଯାଇଥିବ, ପ୍ରାଣ ଦଶା। ତାର ପ୍ରାଣ ଦଶାକୁ ମ୍ୟାଚ୍ କରିବେ, ତାପରେ ତାର ଗୋଚରଟାକୁ ଦେଖିବେ, ତାପରେ ଚକ୍ରଟାକୁ ଦେଖିବେ। ଚକ୍ରରୁ ନେକ୍ସଟ
ଆଉ ଟାଇମିଂ ଅଫ୍ ଇଭେଣ୍ଟ ଦେଖିବା ପାଇଁ ବେଦିକ ବା ହିନ୍ଦୁ ଆଷ୍ଟ୍ରୋଲୋଜିରେ ଆଉ କିଛି ନାହିଁ। ଲୋକମାନେ ଦଶା ପାଖରେ ରହିଯାଆନ୍ତି। ମୁଁ ତ ବୋଧେ ପର୍ସନାଲି ମ୍ୟାକ୍ସିମମ୍ ଗୋଚର ଯାକେ ଯାଏ। ଚକ୍ର ମୁଁ ବି ୟୁଜ୍ କରେ ନାହିଁ, ଯଦିଓ ଜାଣିଛି କରେ ନାହିଁ, ଆବଶ୍ୟକତା ନାହିଁ। ବାହାଘର କେବେ ହେବ ବୋଲି ମୋତେ ଗୋଟେ କିଏ ପର୍ଟିକୁଲାର ଡେ ପଚାରୁନାହାନ୍ତି, କିନ୍ତୁ ଜାଣି ରଖିଥାନ୍ତି ଚକ୍ରଟା କ'ଣ। ଚକ୍ରଟା ନକ୍ଷତ୍ର ଉପରେ ଗ୍ରହମାନଙ୍କର ପ୍ଲେସମେଣ୍ଟ। ସେଠି ଆପଣଙ୍କ ଗୋଟେ ଅଭିଜିତ ନକ୍ଷତ୍ର ଅଛି, ଯେଉଁଟାକି ଶ୍ରବଣ ଉତ୍ତରାଷାଢ଼ ଭିତରେ ତା'ର ପ୍ଲେସମେଣ୍ଟ ବୋଲି କୁହାଯାଏ। ଯେ ନକ୍ଷତ୍ର ପୁରା ଟୋଟାଲ ସ୍ପାନ୍ଟା ହେଲା 4 ଡିଗ୍ରୀ କେତେ ମିନିଟ୍ ଗୋଟେ। ଯଦିଓ ଫିଜିକାଲି ସେଇଟା ନାହିଁ, କିନ୍ତୁ ଚକ୍ରରେ ଅଭିଜିତରେ ସବୁବେଳେ ୟୁଜ୍ କରାଯାଏ। କାରଣ 27ଟା ନକ୍ଷତ୍ରଟାକୁ ଆପଣ ସମାନ ରୂପେ ଡିଷ୍ଟ୍ରିବ୍ୟୁଟ୍ କରିପାରିବେ ନାହିଁ। ଏଇଟା ଗୋଟେ ଅଡ୍ ନମ୍ବରଟେ। ଆକୁ ଇଭିନ୍ ନମ୍ବର କରିବା ପାଇଁ ଅଭିଜିତଟା ସବୁବେଳେ ଇନକ୍ଲୁଡ୍ କରାଯାଏ। ଅଭିଜିତ ନକ୍ଷତ୍ର କଥା କହୁଛି, ଅଭିଜିତ ମୁହୂର୍ତ୍ତ ନୁହେଁ। ଆଜିକାଲି ସବୁ ସଫ୍ଟୱେୟାରରେ ବିଭିନ୍ନ ଚକ୍ର ମିଳିଲାଣି। ମୋର ଗଜ ଚକ୍ରଟା ଏବେ ଗୋଟେ ନୂଆ ସଫ୍ଟୱେୟାର ଡେଭଲପ୍ କରୁଛନ୍ତି। ସେ ଜଣେ ମୋର ଭଲ ବନ୍ଧୁ ଅରୁଣ ଜଗନ୍ନାଥନ ବୋଲି, ଚେନ୍ନାଇ ଲୋକ, ଏବେ ୟୁଏସ୍ଏ ରହୁଛନ୍ତି। ଫ୍ରି ସଫ୍ଟୱେୟାରଟେ, ତା ନାଁ ହେଲା ଆଷ୍ଟ୍ରୋଲୋଜି ମାଇସେଲ। ସେଠି ଗଜ ଚକ୍ରଟାକୁ ଇନକ୍ଲୁଡ୍ କରାଯାଉଛି। ଟୋଟାଲ ମୁଁ ପ୍ରେଜେଣ୍ଟ କଲି ସମସ୍ତଙ୍କ ଆଗରେ, ତାପରେ ସେ ସାଙ୍ଗେ ସାଙ୍ଗେ ଗଜ ଚକ୍ରଟାକୁ ଇନକ୍ଲୁଡ୍ କଲେ ନର୍ମାଲି କୋର୍ଟ କେସ୍ ଗୁଡ଼ା ଜାଣିବା ପାଇଁ। ଫାଇନାନ୍ସିଆଲ ମାର୍କେଟ ଯେଉଁମାନେ କହୁଛନ୍ତି ଆମେ ଫାଇନାନ୍ସିଆଲ ଆଷ୍ଟ୍ରୋଲୋଜି କରୁଛୁ, ସେମାନେ ବି ଚକ୍ରଟା ଜାଣିବା ବହୁତ ଆବଶ୍ୟକ। କିନ୍ତୁ ଏଠି ମୁଁ କହି ରଖୁଛି, କୌଣସି ଫାଇନାନ୍ସିଆଲ ମାର୍କେଟ ପ୍ରେଡିକ୍ସନଟା ଲାଏବଲ୍ ଟୁ ଲ। ଆପଣ କହିପାରିବେନି ଯେ କାଲି ସକାଳେ ଟାଟା ସେୟାର କମିବ ବା ଘଟିବ। ଏଠି ଆମର ଜଣେ ଭଲ ଆଷ୍ଟ୍ରୋଲୋଜର ଅଛନ୍ତି, ମୋର ଜଣେ ଭଲ ବନ୍ଧୁ ବି, ତାଙ୍କ ନାଁ ହେଲା ନିଗମାନନ୍ଦ ବୋଧେ। ଜଣେ ହାଉସ୍ ହୋଲ୍ଡର, କିନ୍ତୁ ସନ୍ନ୍ୟାସୀ ବୋଲି କୁହନ୍ତି, କର୍ମ ସନ୍ନ୍ୟାସୀ, ଭଲ ଆଷ୍ଟ୍ରୋଲୋଜର। ସନ୍ନ୍ୟାସୀ ମାନେ ଆମର ପ୍ରଫେସର ନିମେଇ ବାନାର୍ଜୀଙ୍କର ଷ୍ଟୁଡେଣ୍ଟ ସିଏ। ମୁଁ ବି ତାଙ୍କୁ ଥରେ ଏ ବିଷୟରେ ୱାର୍ଣ୍ଣିଂ ଦେଇଥିଲି। ମୁଁ କହିଲି ଏମିତି କରିବେନି। ସେ ମୋତେ କହିଲେ ଯେ ମୁଁ ଷ୍ଟକ୍ ଏ ବିଷୟରେ କହିଲି, ସେ ବଢ଼ିଲା, ସେଇ ଷ୍ଟକ୍ କମିଲା। ତେଣୁ ଷ୍ଟକ୍ ପ୍ରେଡିକ୍ସନଟା କେବେ କରିବେନି। କିନ୍ତୁ ଯଦି ସେଟା କେବେ କୌଣସି ଜ୍ୟୋତିଷ, ଯେମିତି ୱେଷ୍ଟବେଙ୍ଗଲର ଜଣେ ମୋର ଭଲ ଚିହ୍ନା ଅଛନ୍ତି ଜ୍ୟୋତିଷ, ତାଙ୍କ ନାଁ ଗୋଟେ ମନେ ପଡ଼ୁନି, ମୋର ଦେଖାଇଥିଲେ ପୁରୀରେ। ତାଙ୍କର ସେବିରୁ ସେ ଗୋଟେ ସାର୍ଟିଫିକେଟ୍ ଆଣିଛନ୍ତି, ମାନେ ସେବିର ସେ ଗୋଟେ ଫାଇନାନ୍ସିଆଲ କନସଲଟାଣ୍ଟ ପ୍ଲସ୍ ଏଇ ଜ୍ୟୋତିଷ ରୁଲ୍ ବି ସେ ଲଗାନ୍ତି। ତେଣୁ ସିଏ କହିପାରିବେ। ତେଣୁ ଆପଣଙ୍କୁ ଯେପର୍ଯ୍ୟନ୍ତ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ଼ ଅଫ୍ ଅଥରିଟି ଇଣ୍ଡିଆ ଦେଇନି, ଆପଣ ଫାଇନାନ୍ସିଆଲ ଆଷ୍ଟ୍ରୋଲୋଜିରେ କିଛି ପ୍ରେଡିକ୍ସନ୍ କରିପାରିବେ ନାହିଁ। ମୁଁ ଗୋଟେ ଛୋଟ ଭିଡ଼ିଓଟେ କରିବି ଯେ କେଉଁ ଜାଗାରେ ଲ ଇସ୍ୟୁ ହେଇପାରେ। ତ ସେ ଯାହା ବି ହେଉ ନା କାହିଁକି, ଚକ୍ରଟା କିନ୍ତୁ ଆପଣ ଏଠି ଲଗେଇ ପାରିବେ। ତେଣୁ ଚକ୍ର ବିଷୟରେ ଆପଣ ଅଧିକ ପଢ଼ନ୍ତୁ। ଉତ୍ତର କାଳାମୃତ ବୋଲି ଗୋଟେ ବହି ଅଛି, ଯେଉଁଥିରେ କି ଚକ୍ର ବିଷୟରେ ମ୍ୟାକ୍ସିମମ୍ ଜିନିଷ ଲେଖା ଅଛି। ଇଭି ରାଜେନ୍ଦ୍ରନ ଜଣେ ଅଛନ୍ତି, ମୋ ସିନିୟର, ଜଣେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଆଷ୍ଟ୍ରୋଲୋଜିକାଲ ସାଇନ୍ସେସର ଅନରାରୀ ନ୍ୟାସନାଲ ଭାଇସ୍ ପ୍ରେସିଡେଣ୍ଟ। ତାଙ୍କର ମଧ୍ୟ ଡିସ୍କସନରେ ସେ କହିଲେ ଯେ ନାଇଁ, ଚକ୍ର ଗୁଡ଼ା ବେଶୀ ଆକ୍ଚୁଆଲି ବୃହତ୍ ସଂହିତାରେ ଅଛି। ନା, ବୃହତ୍ ସଂହିତା ମୈଦିନ ଜ୍ୟୋତିଷ, ହଁ ସେଟା ଠିକ୍, କିନ୍ତୁ ବେଶୀ ଉତ୍ତର କାଳାମୃତରେ ଚକ୍ର ଗୁଡ଼ାକୁ ବେଶୀ ଏଲାବୋରେଟ୍ କରାଯାଇଛି ଏବଂ ବହୁତ ରିସେଣ୍ଟ କ୍ଲାସିକ୍ସ ଯେଉଁଗୁଡ଼ା ସେଇଥିରେ ଚକ୍ର ଅଛି। ତ ଜ୍ୟୋତିଷରେ ଚକ୍ରର ୟୁଜ୍ଟା ଆପଣ ଜାଣିପାରିଲେ। ଯେକୌଣସି ଗୋଟେ ପାଠ ପଢ଼ିବା ଜ୍ୟୋତିଷ, ମୁଁ ଆଶା କରେ ଆଜିଠୁ ଚକ୍ରର ବ୍ୟବହାର କରିବା ଶିଖିବେ। ହାତରେ ଆପଣ ଚକ୍ର କାଟିପାରିବେ, ସଫ୍ଟୱେୟାର କିଛି ଆବଶ୍ୟକତା ନାହିଁ। କାରଣ ଆପଣ ଗୋଚରଟାକୁ କେବଳ ନକ୍ଷତ୍ର ଉପରକୁ ନେଉଛନ୍ତି, ଆଉ କିଛି ନାହିଁ। ଯେକୌଣସି ଚକ୍ରରେ ଖାଲି ନକ୍ଷତ୍ର ଗୁଡ଼ା ପ୍ଲେସମେଣ୍ଟ କରିଦେବେ, ତାପରେ ଗ୍ରହ ବସେଇଦେବେ। ସେଇ ଚକ୍ରରେ କେଉଁଟା ଭଲ ଜାଗା, କେଉଁଟା ଖରାପ ଜାଗା ଆପଣ ଜାଣିଥିବେ। ଭଲ ଜାଗାରେ ଭଲ ଗ୍ରହ ବସିଥିବା ଦରକାର, ଖରାପ ଜାଗାରେ ଖରାପ। ଏଇ ହେଲା ଚକ୍ର। ହଉ, ଆପରେ ବେଶୀ ଏଲାବୋରେଟ୍ କରିବାନି, କାରଣ ଏଠି କେବଳ ଜ୍ୟୋତିଷ ବନ୍ଧୁମାନଙ୍କ ପାଇଁ। ଚକ୍ର ଉପରେ ଆଇଡ଼ିଆ ବଢ଼ାନ୍ତୁ, ଫ୍ୟୁଚରରେ ଆପଣଙ୍କୁ ବହୁତ ଭଲ ଲାଗିବ। ଯଦି ଇଚ୍ଛା ଅଛି ତାହେଲେ ମୋର ୱେବସାଇଟ୍କୁ ଯାଇକି କୋଟ ଚକ୍ର ଉପରେ ମୋ ରିସର୍ଚ୍ଚ ପଢ଼ନ୍ତୁ, ଗଜ ଚକ୍ର ଉପରେ ମୋ ରିସର୍ଚ୍ଚ ପଢ଼ନ୍ତୁ। ଆଉ ଯଦି ୱେବସାଇଟ୍ରେ ଅପଲୋଡ଼ ହେଇନଥିବ, ମୋତେ ହ୍ୱାଟ୍ସଆପ୍ କଲେ ମୁଁ ସେ ରିସର୍ଚ୍ଚ ପେପର୍ ଆପଣଙ୍କୁ ପଠାଇଦେବି। ହଉ, ଆଜି ପାଇଁ ଏତିକି। ଭିଡ଼ିଓଟି ଯଦି ଭଲ ଲାଗେ ସେୟାର କରିବେ। ଆଉ
ଆପଣ ଯଦି ଚାହୁଁଛନ୍ତି କୌଣସି ଗୋଟେ ବିଷୟରେ ମୋଠୁ ଶୁଣିବା ପାଇଁ ଦୟାକରି ଲେଖିବେ ତଳେ ସେଟା, ହେଲେ ମୁଁ ତାପରେ ଭିଡ଼ିଓ କରିବି। ଏବେ ମୁଁ ଟିକେ ଅନୁରୋଧ କ୍ରମେ ଭିଡ଼ିଓର ସାଇଜ୍ଟା ବହୁତ ଛୋଟ କରିଦେଉଛି। 10ରୁ 15 ମିନିଟ୍ ଭିତରେ ମୁଁ ଗୋଟେ ଭିଡ଼ିଓ ଛାଡ଼ି ଦେଉଛି, ଯଦ୍ୱାରା ଲୋକ ତାକୁ ବୁଝିପାରିବେ। ହଉ, ଆଜି ପାଇଁ ଏତିକି। ମହାଦେବ ଚାହିଁଲେ ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବି। ମହାଦେବ ଆପଣମାନଙ୍କୁ ଭଲ ରଖନ୍ତୁ। ନମସ୍କାର।